କେଉଁ ପ୍ରକାର ପରୀକ୍ଷା କରନ୍ତି ଆମେ ସେ ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ଆମେ ଯାକୋବ ପୁସ୍ତକ ଏହାର 1 ଅଧ୍ୟାୟ ଆମେ ପଢିବା 12 ପଦ। ଯାକୋବ ପୁସ୍ତକ 1 ଅଧ୍ୟାୟର ଆମେ 12 ପଦ ଆମେ ପଢିବା ପାଇଁ ଯିବା। ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନ ରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷା ସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ। କେତେ Praise ସୁନ୍ଦର। Lord. ଯେଉଁ ଲୋକ ପରୀକ୍ଷା ଆସିଲେ କାହିଁ ଲୁଚେ ନାଇଁ, ଯେଉଁ ଲୋକ ପରୀକ୍ଷାକୁ ସହ୍ୟ କରେ, ପରୀକ୍ଷାକୁ ସହ୍ୟ କରିବାର ଆବଶ୍ୟକ ରହିଛି। ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ। ଆମମାନେ ପରୀକ୍ଷାକୁ ସହ୍ୟ କରିବାର ଅଛି, କାରଣ ପରୀକ୍ଷା ଏ ପ୍ରକାର ଗୋଟେ ବିଷୟ ଯୋଉ ପରୀକ୍ଷା କି ଆମକୁ ଉପରକୁ ନିଏ, ଆମକୁ ଉନ୍ନତିର ମାର୍ଗରେ କଟେଇ ନିଏ। ଦେଖନ୍ତୁ, ଆମମାନଙ୍କର ଯଦି କୌଣସି ଗୋଟେ ସ୍କୁଲ ବାହାରିବ, ଏଇ ସ୍କୁଲରେ ପରୀକ୍ଷା ହେବ ନାହିଁ, କୌଣସି ପ୍ରକାର ପରୀକ୍ଷା ଆମ ସ୍କୁଲରେ ନାହିଁ ବୋଲି କହିଲେ କେହି ଜଣେ ମଧ୍ୟ ନିଜର ଛୁଆମାନଙ୍କୁ ସେ ସ୍କୁଲରେ କେବେ ହେଲେ ମଧ୍ୟ ଆଡମିସନ କରିବେ ନାହିଁ। କାରଣ ପ୍ରତ୍ୟେକ ସ୍କୁଲରେ ଏକ୍ଜାମ ଦରକାର। ଏକ୍ଜାମ ହେଲେ ହିଁ ପଦୋନ୍ନତି ହୁଏ। ଷ୍ଟାଣ୍ଡାର୍ଡ 1 ରୁ ଷ୍ଟାଣ୍ଡାର୍ଡ 2 କୁ ଯିବେ, ଷ୍ଟାଣ୍ଡାର୍ଡ 3 ରୁ ଷ୍ଟାଣ୍ଡାର୍ଡ 4 କୁ ଯିବେ। ପରୀକ୍ଷା ନିହାତି ଆବଶ୍ୟକ ରହିଅଛି। ଆଉ ଆମେ ମଧ୍ୟ ଜୀବନର ସବୁ କ୍ଷେତ୍ରରେ ଆମେ ପରୀକ୍ଷା କରୁ। ଆମର ଆଖି ଆମକୁ କଣ ପାଇଁ ଦିଆଯାଇଛି? ଆମେ ପରୀକ୍ଷା କରିବା ପାଇଁ। ଏ ହାତ ଆମକୁ କଣ ପାଇଁ ଦିଆଯାଇଛି? ପରୀକ୍ଷା କରିବା ପାଇଁ। ଆମେ ଯଦି ମନେକର ପରିବା ଦୋକାନକୁ ଯାଉ ପରିବା କିଣିବା ପାଇଁ, ତାହେଲେ ଆମେ ପ୍ରଥମରେ କଣ କରୁ? ଆଖି ପରୀକ୍ଷା କରେ। ଯଦି ମନେକର ଆମେ ପରିବା ଦୋକାନରେ ପରିବା କିଣୁଛୁ, ଏ ଆଖି ପରୀକ୍ଷା କରେ ଯେ ଏ ପରିବାଟା ଭଲ ଅଛି କି ନାହିଁ। ଆଖି ପରୀକ୍ଷା କରୁ କରୁ ସେତିକି ହେବ ନାହିଁ, ତା ପଛେ ହାତ ମଧ୍ୟ ଛୁଇଁକିନା ପରୀକ୍ଷା କରେ। ଭାବନ୍ତୁ, ଏବେ ଟମାଟୋ କେଜି 40 ଟଙ୍କା ଅଛି, ଆପଣଙ୍କ ସହିତ କେତେ ଅଛି ଜଣା ନାହିଁ। ଆଳୁ କେଜି, ଆମେ ଟମାଟୋ ହଉ କି ଆଳୁ ହଉ କି ବାଇଗଣ ହଉ ଯାହାବି ଆମେ କିଣି ଆଣୁଛୁ, ବିନା ପରୀକ୍ଷାରେ ଆମେ ଆଣୁନାହୁଁ। 30-40 ଟଙ୍କାର ପନିପରିବା ଆଣିବା ସମୟରେ ମଧ୍ୟ ଆମେ ପରୀକ୍ଷା କରି ହିଁ ଆମେ ଆଣୁ। ବିନା ପରୀକ୍ଷାରେ ଆମେ ଆଣୁନାହୁଁ। ଯଦି ଲୁଗା ଦୋକାନକୁ ଯାଉ, ସେଠି ମଧ୍ୟ ସାଧାରଣ ଯଦି ଆମେ ଗୋଟେ ଗାମୁଛା ବି କିଣୁ, ରୁମାଲ ବି କିଣୁ, ତାହେଲେ ମଧ୍ୟ ତାହାକୁ ଆମେ ପରୀକ୍ଷା କରୁ। ପେନ୍ ଦୋକାନରେ ଗଲେ, ଯଦି ବହି ଦୋକାନରେ ଯାଉଛୁ, ଗୋଟେ କଲମ ଦେଲେ ମଧ୍ୟ 5 ଟଙ୍କିଆ କଲମ ହେଲେ ମଧ୍ୟ କିଣୁଛୁ, ତା ପଛେ କହୁଛୁ ପେପର ଟିକେ ଦିଅ, ଗାରେଇକି ମୁଁ ଦେଖିବି ଆଉ କି ପ୍ରକାର ଭାବରେ ଚାଲୁଛି କି ନାହିଁ। ଆମେ ପ୍ରତ୍ୟେକ ବିଷୟ ପରୀକ୍ଷା ଆମେ କରୁଛୁ। ଆଉ ପରୀକ୍ଷା କଣ ପାଇଁ? ପରୀକ୍ଷା ଆମର ଉନ୍ନତି ପାଇଁ, ଆମର ମଙ୍ଗଳ ପାଇଁ। ଇଏମାନେ ସେଥିପାଇଁ ଆମର ପରମେଶ୍ୱର ଆମକୁ କେଉଁ କେଉଁ ବିଷୟରେ ସେ ପରୀକ୍ଷା କରନ୍ତି, ଆମେ ସେଇ ବିଷୟକୁ ଆମେ ଜାଣିବା। ଆଉ ପରମେଶ୍ୱର କେବେ ହେଲେ ମନ୍ଦରେ ପରୀକ୍ଷା କରନ୍ତି ନାହିଁ। ପରମେଶ୍ୱର ଅନେକ ଜଣଙ୍କୁ ପରୀକ୍ଷା କରୁଛନ୍ତି। ସେଥିପାଇଁ କହୁଛନ୍ତି, ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଅନେକ ପରୀକ୍ଷାକୁ ସେ ସହ୍ୟ କଲେ। ଓ ଆମକୁ ମଧ୍ୟ ଅନେକ ପରୀକ୍ଷାକୁ ଆମକୁ ସହ୍ୟ କରିବାର ଅଛି। ଦେଖନ୍ତୁ, ପରୀକ୍ଷା ଯଦି ଆମେ ସହ୍ୟ କରିବା ନାହିଁ, ତାହେଲେ ଅସୁବିଧା। ଯେତେବେଳେ ଗିଦିଅନ ସେ ଯୁଦ୍ଧ କରିବା ପାଇଁ ଗଲେ ମିଦିଅନୀୟ ଲୋକମାନଙ୍କ ସହିତ, ଗିଦିଅନ ଯୁଦ୍ଧ କରିବାକୁ ଯିବା ସମୟରେ କେତେ ହଜାର ସୈନିକ ଧରିକି ଯାଇଥିଲେ ସିଏ? କିଏ କହିବେ? ଗିଦିଅନ ଯେତେବେଳେ ଯୁଦ୍ଧ କରିବା ପାଇଁ ଯାଇଥିଲେ, ସେତେବେଳେ କେତେ ହଜାର ସୈନିକକୁ ଧରିକି ଯୁଦ୍ଧ କରିବା ପାଇଁ ଯାଇଥିଲେ? ଯେତେବେଳେ ଗିଦିଅନ ଯୁଦ୍ଧ କରିବା ପାଇଁ ଗଲେ, ସେତେବେଳେ ସେ ଲେଖା ଯାଉଛି ଯେ ସେମାନେ କେତେ ହଜାର ନେଇକି ଯାଇଥିଲେ? 32,000 ଲୋକ ଯାଇଥିଲେ ଯୁଦ୍ଧ କରିବା ପାଇଁ। କି ଭାବନ୍ତୁ, 32,000 ଲୋକ ଯାଇଥିଲେ
ସେମାନଙ୍କୁ ପରୀକ୍ଷା ଉପରେ ପରୀକ୍ଷା କରାଯାଉଛି। ପ୍ରଥମେ ପରୀକ୍ଷା କରାଗଲା ଯୋଉମାନେ ଡରୁଆ ସେମାନେ ପଛକୁ ପଳେଇ ଯାଅ, 22,000 ଲୋକ ପଳେଇଲେ। ତା ପଛେ ସେମାନଙ୍କୁ ନେଇକିନା ପାଣି ପିଇବାକୁ ନିଆଗଲା। ଦେଖନ୍ତୁ 10,000 ସୈନିକକୁ ଧରିକିନା ଗିଦିଅନ ପାଣି ପିଇବାକୁ ନଉଛନ୍ତି। ପାଣି ପିଇବା ଜାଗାରେ ମଧ୍ୟ ସେମାନଙ୍କୁ ପରୀକ୍ଷା କରାଯାଉଛି। ସେଇ 10,000 ସୈନିକ ଗଲେ, ଆଉ ଗିଦିଅନ କହିଲେ ସେମାନଙ୍କୁ ପାଣି ପିଆଅ। ମୁଁ ଆଶ୍ଚର୍ଯ୍ୟ ହେଇଯାଏ, ସାଧାରଣ ପାଣି ମଧ୍ୟ ପିଇବା ସମୟରେ ମଧ୍ୟ ପରମେଶ୍ୱର ଆମର ପରୀକ୍ଷା କରନ୍ତି। ଯୋଉ ଲୋକମାନେ ନିଜର ଅସ୍ତ୍ରଶସ୍ତ୍ରକୁ ଛାଡିଦେଲେ ଆଉ ପୁରା ମୁହଁକୁ ସେ ପାଣିରେ ବୁଡେଇକିନା ପିଇଲେ, ସେଇଟା ସେମାନେ ଥିଲେ 10,000 9,700 ଲୋକ। ସେମାନଙ୍କୁ ରିଜେକ୍ଟ କରିଦେଲେ। ମାତ୍ର ଆହୁରି 300 ଲୋକ କେମିତି ଥିଲେ, ସେମାନେ କୁକୁର ପରି ଚାକୁ ଚାକୁ କରିକିନା ପାଣି ପିଇଲେ। କି ଭୟଙ୍କର ବିଷୟ! ପରମେଶ୍ୱର କି ପ୍ରକାର ଭାବରେ ପରୀକ୍ଷା କରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସେ ପରୀକ୍ଷା କରିକିନା ଆମର ପରୀକ୍ଷା ସେ ନିଅନ୍ତି। ଆଉ ଦେଖନ୍ତୁ, ମୁଁ ଆପଣଙ୍କୁ ପରୀକ୍ଷା ବିଷୟରେ କହିବା ପାଇଁ ଚାହେଁ। ମୋ ସହିତ ଆପଣ ମାନେ ଦ୍ୱିତୀୟ ବିବରଣୀ ପୁସ୍ତକକୁ ଆସିବେ। ଏହାର 8 ଅଧ୍ୟାୟ 2 ପଦ ଟିକେ ପଢନ୍ତୁ। ଦ୍ୱିତୀୟ ବିବରଣୀ 8 ଅଧ୍ୟାୟର 2 ପଦ। ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ ଓ ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି 40 ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେ ସକଳ ପଥରେ ଗମନ କରାଇଅଛନ୍ତି, ତାହା ସ୍ମରଣ କର। କେତେ ସୁନ୍ଦର! ଦେଖନ୍ତୁ, ଲେଖାଗଲା ତୁମ୍ଭେ ମାନେ ତାହାଙ୍କର ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମର ପରୀକ୍ଷା ନେବା ପାଇଁ। ଇସ୍ରାଏଲ ଲୋକଙ୍କୁ ପରମେଶ୍ୱର ମିଶର ଦେଶରୁ ବାହାର କରିଦେଲେ। ବାହାର କରିଦେଲା ପରେ ସେମାନଙ୍କୁ ସେ 40 ବର୍ଷ ପ୍ରାନ୍ତର ରଖିଲେ। ଆଉ ସେମାନଙ୍କର ପରୀକ୍ଷା ନଉଛନ୍ତି ଯେ ସେମାନେ ଆମର କଥା ମାନିବେ କି ନାହିଁ, ଆମ ପଥରେ ଚାଲିବେ କି ନାହିଁ। ସେଇ ପ୍ରକାର ସେମାନଙ୍କୁ ସେ ପରୀକ୍ଷା ନେଲେ। ପରମେଶ୍ୱର ସେ ପ୍ରକାର ପରୀକ୍ଷା ନିଅନ୍ତି। ଯୋଉ ଲୋକମାନେ ମିଶର ଦେଶରୁ ବାହାରିଥିଲେ, କେତେ ଲୋକ କିଣାନ ଦେଶରେ ଯାଇକିନା ପହଞ୍ଚୁଛନ୍ତି? ମାତ୍ର 2 ଲୋକ। ଆଉ ବାକି ସବୁ ପ୍ରାନ୍ତରରେ ମୃତ୍ୟୁବରଣ କରୁଛନ୍ତି। ସେମାନେ ପରୀକ୍ଷାରେ ସେମାନେ ପାସ୍ ହେଲେ। ଯୋଉ ସମୟରେ ସେମାନଙ୍କର କିଛି ନା କିଛି ଅଭାବ ହେଇଛି, ବଚସା କଲେ, ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଲେ, ବିଭିନ୍ନ ପ୍ରକାର ଭାବରେ ସେମାନେ ପଢିଲେ। ତେବେ ପରମେଶ୍ୱର ସେ କି ପ୍ରକାର ଭାବରେ ତାଙ୍କ ଲୋକମାନଙ୍କର ପରୀକ୍ଷା ନିଅନ୍ତି, ତାଙ୍କର ମାନସ ଜାଣିବା ପାଇଁ, ମନ ଭିତରେ କଣ ଅଛି, ଭଲ ଅଛି ମନ୍ଦ ଅଛି ଜାଣିବା ପାଇଁ ସେ ପରୀକ୍ଷା ନିଅନ୍ତି। ଅଳ୍ପ ସମୟ ଧରି ଆପଣଙ୍କୁ ମୁଁ ଅବ୍ରାହମଙ୍କର 3ଟି ପରୀକ୍ଷା ବିଷୟରେ କହିବା ପାଇଁ। ଅବ୍ରାହମକୁ ପରମେଶ୍ୱର ଯୋଉ 3ଟି ପରୀକ୍ଷା କରିଥିଲେ, ସେଇ 3ଟି ପରୀକ୍ଷା ବିଷୟରେ ମୁଁ କହିବା ପାଇଁ। ଇସ୍ରାଏଲ ଲୋକଙ୍କୁ ପ୍ରାନ୍ତରରେ ପରୀକ୍ଷା କଲେ, ସେମାନେ ପ୍ରାନ୍ତରରେ ବିଫଳ ହେଲେ, ଆଉ 2 ଜଣ ମାତ୍ର କିଣାନ ଦେଶରେ ସେମାନେ ପହଞ୍ଚିଲେ। ଅବ୍ରାହମଙ୍କର ପ୍ରଥମ ପରୀକ୍ଷା ପ୍ରତ୍ୟେକ ଖ୍ରୀଷ୍ଟିଆନ ମାନଙ୍କ ନିମନ୍ତେ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କଣ ଅଟେ? ପଢନ୍ତୁ ମୋ ସହିତ ଆଦି ପୁସ୍ତକ 12 ଅଧ୍ୟାୟର 1 ପଦରୁ ପଢିବା। ଏଉତାରୁ ସଦାପ୍ରଭୁ ଅବ୍ରାମକୁ କହିଲେ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ। ଥ୍ୟାଙ୍କ ୟୁ। ଅବ୍ରାହମଙ୍କର ପ୍ରଥମ ପରୀକ୍ଷା କଣ? ପରମେଶ୍ୱର ତାଙ୍କୁ କହିଲେ ଯେ ତୁମର ପୈତୃକ ଦେଶ ଆଉ ତୁମର ନିଜର ଲୋକମାନଙ୍କୁ ତୁମେ ପରିତ୍ୟାଗ କର। ଅବ୍ରାହମଙ୍କର ପ୍ରଥମ ପରୀକ୍ଷା କଣ? ତ୍ୟାଗ କରିବା, ଛାଡିବା। ଏଇଟା ହେଲା ଅବ୍ରାହମଙ୍କର ପ୍ରଥମ ପରୀକ୍ଷା। ଅବ୍ରାହମ ପରମେଶ୍ୱରଙ୍କର ସ୍ୱର ଶୁଣି
ସେ କଣ କରିଛନ୍ତି? ନିଜର ଦେଶକୁ ଛାଡିଦେଲେ। ସେ ଉରରେ ରହୁଥିଲେ, ମେସୋପୋଟାମିଆର ଉରରେ ସେ ରହୁଥିଲେ। ଆଉ ସେଇଟା ଗୋଟିଏ ଉତ୍ତମ ଦେଶ। ସେଠି ଘର ଦ୍ୱାର ସବୁ ଥିଲା, ନିଜ ଲୋକମାନେ ସବୁ ଥିଲେ। ଆଉ ସେମାନଙ୍କୁ ଛାଡିକିନା, ପରିତ୍ୟାଗ କରିକିନା ସେ କଣ କରୁଛନ୍ତି? ପ୍ରଭୁ ଯେଉଁ ଦେଶ ତାଙ୍କୁ ଦେଖାଉଛନ୍ତି ସେଇ ଦେଶକୁ ଯାଉଛନ୍ତି। ପ୍ରଥମ ପରୀକ୍ଷା କଣ? ପରିତ୍ୟାଗ କରିବାଟା, ଛାଡିବାଟା। ଅବ୍ରାହମ ଯେତେବେଳେ ଆମ ସମ୍ମୁଖରେ ଠିଆ ହେବେ, ସେ କହିବେ, ମୁଁ ପରମେଶ୍ୱରଙ୍କ ପାଇଁ ମୋର ଦେଶକୁ ଛାଡ଼ିଲି, ପରମେଶ୍ୱରଙ୍କ ପାଇଁ ମୋର ମା ବାପାଙ୍କୁ ଛାଡ଼ିଲି, ପରମେଶ୍ୱରଙ୍କ ପାଇଁ ମୋର ଜ୍ଞାତି କୁଟୁମ୍ବ ଛାଡ଼ିଲି। ମାତ୍ର ଆଜି ଟିଭି ସିରିଏଲ ଛାଡି ପାରୁନାହାନ୍ତି। ଆଜି ସାଧାରଣ ପାନ ପୁଡିଆ ଗୁଟକା ଖଇନି ଛାଡି ପାରୁନାହାନ୍ତି ଖ୍ରୀଷ୍ଟିଆନ ମାନେ। ଅବ୍ରାହମଙ୍କ ସମ୍ମୁଖରେ ସେମାନେ କଣ ବୋଲି ଠିଆ ହେବେ? ଅବ୍ରାହମ ପରମେଶ୍ୱରଙ୍କ ନିମନ୍ତେ ସେ ସବୁ କିଛି ଛାଡି ଦଉଛନ୍ତି, ପରିତ୍ୟାଗ କରିଦଉଛନ୍ତି। ମୁଁ ପରମେଶ୍ୱରଙ୍କ ପାଇଁ ଏଇଟା ଛାଡିଦେଲି, ପରମେଶ୍ୱର ପାଇଁ ସେଇଟା ଛାଡିଦେଲି। ଦେଖନ୍ତୁ, ଆଜି ପରିତ୍ୟାଗ କରିବାଟା ପ୍ରଥମ ପରୀକ୍ଷା କଣ? ଯଦି ଆମେ ପ୍ରଭୁଙ୍କ ଦ୍ଵାରା ବ୍ୟବହୃତ ହେବୁ, ଉପରକୁ ଯିବୁ, ପରମେଶ୍ୱର ଆମକୁ ମହାନ କରିବେ, ତାହେଲେ ଫାର୍ଷ୍ଟ ବିଷୟ ହେଲା ପରିତ୍ୟାଗ କରିବାଟା, ଛାଡିବାଟା। ପ୍ରିୟମାନେ, ଆଜି ଯଦି ଆମେ ଖ୍ରୀଷ୍ଟିଆନ ସମାଜରେ ଆମେ ଯଦି ସାକ୍ଷ୍ୟ ଶୁଣିବା, ମୁଁ ପ୍ରଭୁଙ୍କୁ ଗ୍ରହଣ କଲା ପରେ ମତେ ଘର ମିଳିଲା, ମତେ ଗାଡି ମିଳିଲା, ମତେ ଭଲ ସ୍ତ୍ରୀ ମିଳିଲେ, ମୁଁ ବିଜନେସ କଲି, ମୁଁ ଚାକିରି ପାଇଲି, ମତେ ପୁଅ ଝିଅ ମିଳିଲା, ଏ ପ୍ରକାର ସାକ୍ଷ୍ୟ ଗୁଡିକ। ମାତ୍ର ପ୍ରଭୁଙ୍କ ପାଇଁ କଣ ଛାଡିଛ? ପ୍ରଭୁଙ୍କ ପାଇଁ କଣ ପରିତ୍ୟାଗ କରିଛ? କୋଉ କୋଉ ବିଷୟ ପ୍ରଭୁଙ୍କ ପାଇଁ ଛାଡିଛ? ଅବ୍ରାହମ ସେ ଛାଡ଼ିଲେ। ପ୍ରଥମ ପରୀକ୍ଷା ଆମମାନଙ୍କ ଖ୍ରୀଷ୍ଟିଆନ ଜୀବନରେ ପରିତ୍ୟାଗ କରିବା, ଛାଡିବା। ପରମେଶ୍ୱର ଅବ୍ରାହମକୁ କହିଲେ, ତୁମେ ତୁମର ଦେଶକୁ ଛାଡ, ତୁମେ ତୁମର ଜ୍ଞାତି କୁଟୁମ୍ବକୁ ଛାଡ, ଆଉ ଆମ୍ଭେ ଯେଉଁ ଦେଶ ତୁମକୁ କହିବା ସେହି ଦେଶକୁ ଯାଅ, ଆଉ ସେଇଠାରେ ତୁମେ ରୁହ। ଆମେ ତୁମକୁ ମହାନ କରିବା, ତୁମ୍ଭ ନାମକୁ ଉପରକୁ ନେବା। ଯେଉଁମାନେ ଅବ୍ରାହମ କୁ ପରମେଶ୍ୱର ମହାନ କଲେ, ତାଙ୍କ ନାମକୁ ଉଚ୍ଚରେ ସେ ସ୍ଥାପନ କଲେ। ଆଜି ଆମେ ମଧ୍ୟ ଟିକେ ଆମମାନଙ୍କ ଲିଷ୍ଟ କରିବା, ଆମେ ଯେ ଆମେ ପ୍ରଭୁଙ୍କ ପାଇଁ କଣ ଛାଡିବୁ, କଣ ପରିତ୍ୟାଗ କରିଛୁ। ପ୍ରଭୁ ଯଦି ଆମକୁ କିଛି କହୁଛନ୍ତି ଏଇଟା ଛାଡିଦିଅ, ସେଟା କଣ ଛାଡିଛୁ କି ଆମେ? ପ୍ରିୟମାନେ, ପରମେଶ୍ୱରଙ୍କ ପାଇଁ ପରିତ୍ୟାଗ କରିବାଟା, ଛାଡିବାଟା। ଗୋଟେ ଯଦି ପ୍ରଭୁଙ୍କର ସେବକ ହଉଛୁ, ଆମେ ଯଦି ଗୋଟେ ଖ୍ରୀଷ୍ଟିଆନ ହଉଛୁ, ତାହେଲେ ଆମର ପ୍ରଥମ ଗୁଣ ରହିବାର ଅଛି ପରିତ୍ୟାଗ କରିବା, ଛାଡିବା। ଯୋଉ ଯୋଉ ବିଷୟ ଗୁଡିକ ପରମେଶ୍ୱର ଚାହୁଁଛନ୍ତି ଆମେ ଛାଡିଦେବା, ସେ ସାଙ୍ଗକୁ ଛାଡିଦେବା, ସେ ସ୍ଥାନକୁ ଛାଡିଦେବା, ସେ ସହଭାଗିତାକୁ ଛାଡିଦେବା। ଯୋଉଟା କହୁଛନ୍ତି ପ୍ରଭୁ ସେଇଟାକୁ ଛାଡିଦିଅ, ଆମେ ସେଇଟାକୁ ଛାଡିଦେବା, ତାହେଲେ ପ୍ରଭୁ ଆମକୁ ଉପରକୁ ନେବେ। ଆମେ ପରିତ୍ୟାଗ କରିବାଟା ଆମକୁ ଶିଖିବାର ଅଛି। ଯଦି ପରିତ୍ୟାଗ କରିବାଟା ଆମେ ଶିଖିବୁ, ତାହେଲେ ପରମେଶ୍ୱର ଆମକୁ ଉପରକୁ ନେବେ। ଅବ୍ରାହମକୁ କହିଲେ, ତୁମେ ସେ ଛାଡ, ତୁମେ ନିଜର ଜ୍ଞାତି କୁଟୁମ୍ବକୁ ତୁମେ ପରିତ୍ୟାଗ କର। ଯେଉଁମାନେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମେ ଟିକେ ନିଜକୁ ଆମେ ଦେଖିବା। ଆମେ ପରମେଶ୍ୱର ଯାହା ଯାହା ଆମକୁ ଛାଡିବା ପାଇଁ କହିଛନ୍ତି, ତାହା କଣ ଆମେ ଛାଡିଛୁ କି? ତାହା କଣ ଆମେ ପରିତ୍ୟାଗ କରିଛୁ କି? ଆମେ ସେଇଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ। ପାଉଲ ସେ ପରମେଶ୍ୱରଙ୍କ ପାଇଁ କଣ ସେ ଛାଡି ନାହାନ୍ତି, କଣ ସେ ପରିତ୍ୟାଗ କରିନାହାନ୍ତି। ପଢିବା ଦ୍ୱିତୀୟ କରନ୍ଥୀୟ ପୁସ୍ତକ, ଦ୍ୱିତୀୟ କରନ୍ଥୀୟ କହିଲି, ଫିଲିପିୟ ପୁସ୍ତକ 3 ଅଧ୍ୟାୟକୁ ଆସିବେ। ସେଠି ସେ କଣ ଲେଖୁଛନ୍ତି, 7 ପଦରୁ ପଢିବା ଆମେ। କିନ୍ତୁ ଯାହା ସବୁ ମୋ ପକ୍ଷରେ ଲାଭଜନକ ଥିଲା,
ସେହି ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି। ଦେଖନ୍ତୁ କି ସୁନ୍ଦର କଥା ସେ ଲେଖୁଛନ୍ତି। ମୁଁ ଭାବୁଥିଲି ଏଇଟା ମୋ ପାଇଁ ଲାଭଜନକ। ଆମେ ଅନେକ ବିଷୟ ଭାବୁଛୁ, ଏଇଟା କଲେ ମୋ ପାଇଁ ଲାଭଜନକ, ସେଇଟା କଲେ ମୋ ପାଇଁ ଲାଭଜନକ। ମାତ୍ର ସେ କହୁଛନ୍ତି ଯୋଉ ଯୋଉ ବିଷୟ ମୋ ପାଇଁ ଲାଭଜନକ ଥିଲା, ଆଉ ପ୍ରଭୁ ମତେ କହିଲେ ନାଇଁ ବାବୁ ଏଇଟା ତୋ ପାଇଁ ଲାଭଜନକ ନାହିଁ, ଏଇଟା ତୋ ପାଇଁ ଅସୁବିଧା ହେବ, ତୁ ଏଇଟା ଛାଡିଦେ ଏଇଟା। ପାଉଲ ସେଇଟାକୁ ସେ ଛାଡିଦେଲେ। ସେ ଲାଭର ବିଷୟ ବୋଲି ଭାବୁଥିଲେ। ଏଇଟା ପାଇଲା ପରେ ମତେ ଲାଭ ହେଇଯିବ, ସେଇଟା ପାଇଲା ପରେ ମତେ ଲାଭ ହେଇଯିବ, ଅନେକ ଭାବୁଥିଲେ। ମାତ୍ର ସେ ଏ ସବୁକୁ ଖ୍ରୀଷ୍ଟଙ୍କ ପାଇଁ ପରିତ୍ୟାଗ କଲେ। ନାଇଁ ନାଇଁ, ପ୍ରଭୁ ଯଦି କହୁଛନ୍ତି ଏଇଟା ଠିକ ନାହିଁ, ତାହେଲେ ଏଇଟାକୁ ମୁଁ ଛାଡିଦେଲି କ୍ଷତିଜନକ ବୋଲି। ଅବ୍ରାହମ ସେ କଣ କଲେ? ତାଙ୍କର ପୈତୃକ ନଗରକୁ ଛାଡିଦେଲେ। ଏଠି ରହିଲେ ମୁଁ ସୁରକ୍ଷିତ ରହିବି, ଏଠି ରହିଲେ ଆହୁରି ଅଧିକ ଧନୀ ହେବି, ଏଠି ରହିଲେ ଆହୁରି ଅଧିକ ଧନ ସମ୍ପତ୍ତି କମେଇବି। ଅବ୍ରାହମକୁ ପରମେଶ୍ୱର ଯେତେବେଳେ ଡାକିଲେ, ସେତେବେଳେ ଅବ୍ରାହମକୁ 75 ବର୍ଷ ହେଇଥିଲା। ଆଉ ସେ 75 ବର୍ଷରେ ହଉଛି କ୍ୟାରିୟର ତିଆରି କରିବାର ବର୍ଷ, ନିଜର ଭବିଷ୍ୟତକୁ ତିଆରି କରିବାର ବର୍ଷ। ସେଇ ବର୍ଷରେ ପରମେଶ୍ୱର ଅବ୍ରାହମକୁ ଡାକିଲେ। ଆଉ ଅବ୍ରାହମ ଯେତେବେଳେ ପରମେଶ୍ୱରଙ୍କ ଦ୍ଵାରା ଆହୁତ ହେଲେ, ସେଇ ସମୟରେ ସେ କୋଉଠିକୁ ଯାଉଛନ୍ତି ତାହା ଜାଣିଲେ ନାହିଁ। ମାତ୍ର ହେଲେ ମଧ୍ୟ ସେ ବାହାରିକିନା ସେ ଯାଉଥିଲେ। କେତେ ଲୋକ କେତେ ପ୍ରଶ୍ନ ପଚାରୁଥିବେ, ଅବ୍ରାହମ ଆଜ୍ଞା କୁଆଡେ ଯାଉଛ? ସେ କହିବେ ମତେ ଜଣା ନାହିଁ, ମୁଁ କୋଉଠି ଯାଉଛି ମତେ ଜଣା ନାହିଁ। ପ୍ରିୟମାନେ, ପରିତ୍ୟାଗ କରିବାଟା ହଉଛି ବହୁତ ବହୁତ ଇମ୍ପୋର୍ଟାଣ୍ଟ। ସେଥିପାଇଁ ଏଠି ପାଉଲ କହୁଛନ୍ତି ମୁଁ ପରିତ୍ୟାଗ କଲି, ଛାଡିଦେଲି। ଖ୍ରୀଷ୍ଟିଆନ ଜୀବନରେ ଛାଡିବାଟା, ପରିତ୍ୟାଗ କରିବାଟା ଇମ୍ପୋର୍ଟାଣ୍ଟ। ଏଇଟା ପରମେଶ୍ୱର ପରୀକ୍ଷା ନିଅନ୍ତି। ପରମେଶ୍ୱର ଆମକୁ ସବୁ ଦିଅନ୍ତି, ଆଉ ସେ କଣ କରନ୍ତି? ପରୀକ୍ଷା ନିଅନ୍ତି। ସେ କହୁଛନ୍ତି ମୁଁ ଖ୍ରୀଷ୍ଟଙ୍କ ପାଇଁ କଣ କରୁଛି? ସମସ୍ତ ବିଷୟ ମୁଁ କ୍ଷତିଜନକ ବୋଲି ଗଣ୍ୟ କରିଅଛି। ଯୋଉ ଯୋଉ ବିଷୟ ଗୁଡିକ ମୋ ପାଇଁ ଲାଭଜନକ ବୋଲି ଥିଲା, ସେ ଉପରେ ସେ ଅନେକ ବିଷୟ ଲେଖୁଛନ୍ତି। ମୁଁ ଅଷ୍ଟମ ଦିନରେ ସୁନତ ପ୍ରାପ୍ତ, ଏଟା ବହୁତ ବଡ। ମୁଁ ଅରିଜିନାଲ ଇସ୍ରାଏଲ ଲୋକ, ମୁଁ ଇସ୍ରାଏଲ ବଂଶଜାତ, ବିନ୍ୟାମିନ ଗୋଷ୍ଠୀ 5 ପଦରୁ ପଢୁଛି। ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ, ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୁସି। ଏସବୁ ପରିଚୟ ଗୁଡିକ ତାଙ୍କର ଥିଲା। ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଳନାକାରୀ, ପୁଣି ବ୍ୟବସ୍ଥା ସମ୍ବନ୍ଧରେ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖା ଯାଇଥିଲେ। ଏଇ ସବୁ ଗୁଡିକ ସାର୍ଟିଫିକେଟ ଗୁଡିକ ଥିଲା, ଜଗତରେ ଉଚ୍ଚ ପଦ ଗୁଡିକ ଥିଲା। ମାତ୍ର ସେ ସବୁ କହିଲେ ମୁଁ ଏଇଟା ଯୀଶୁଖ୍ରୀଷ୍ଟଙ୍କ ପାଇଁ ଏସବୁ ଛାଡିବା ପାଇଁ ଚାହୁଁଛି, ପରିତ୍ୟାଗ କରିବା ପାଇଁ ଚାହୁଁଛି। ଖ୍ରୀଷ୍ଟିଆନ ଜୀବନର ପ୍ରଥମ ବିଷୟ ହେଲା ପରିତ୍ୟାଗ କରିବା। ଆମେ ଖ୍ରୀଷ୍ଟଙ୍କ ପାଇଁ ଆମେ କଣ କଣ ଛାଡିଛୁ? କଣ କଣ ଛାଡିଛୁ? ଆମର ଆଜ୍ଞା କହିବେ मैंने अपने देश के लिए अपने घर को छोड़ दिया बोलते। ତାଙ୍କର ଡାଇଲେକ୍ଟ ଗୋଟେ ସେଇଟା। ଆଜି ଦେଖନ୍ତୁ, ଗୋଟିଏ ଗୋଟିଏ ଦଳର ଲୋକ ଲାଭ ପାଇବା ପାଇଁ ସେ ଦଳକୁ ଛାଡିକିନା ଆଉ ଗୋଟେ ଦଳକୁ ପଳେଇ ଯାଉଛନ୍ତି। କଣ ପାଇଁ? ଲାଭ ପାଇଁ। ଏଇ ଦଳରେ ଥିଲେ ମତେ କିଛି ଲାଭ ମିଳିବ ନାହିଁ ବୋଲି ଆଉ ଗୋଟେ ଦଳକୁ ସାଙ୍ଗେ ସାଙ୍ଗେ ପଳେଇ ଯାଉଛନ୍ତି। ମାତ୍ର ଆମେ ପ୍ରଭୁଙ୍କୁ ପାଇଲା ପରେ ଆମେ ଆମର ଲାଭ ପାଇଁ ଆମେ ବଞ୍ଚୁନ, ଆମେ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆମେ ବଞ୍ଚିବାର ଅଛି। କ୍ଷତିଜନକ ବୋଲି ଗଣ୍ୟ କରି ଏଠି ମୁଁ ଏଇଟାକୁ ତ ଆସିବି, ମୋ ସହିତ ଆପଣ ମାନେ ମାଥ୍ୟୁ ସୁସମାଚାରକୁ ଆସିବେ, ଏହାର 19 ଅଧ୍ୟାୟ। ଯେତେବେଳେ ପିତର ସେ ଗୋଟେ ପ୍ରଶ୍ନ ପଚାରିଲେ ଯୀଶୁଖ୍ରୀଷ୍ଟଙ୍କୁ, 19 ରୁ 27 ପଢିବେ। ମାଥ୍ୟୁ 19 ରୁ 27। ସେଥିରେ ସେଥିରେ ପିତର ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ।
ଆମ୍ଭେମାନେ ତେବେ କଣ ପାଇବା? ହଁ, ତାଙ୍କର ଗୋଟେ ପ୍ରଶ୍ନ। ପିତର କହୁଛନ୍ତି, ଆଜ୍ଞା ମୁଁ ଗୋଟେ କେଉଟ ଥିଲି, ଆଉ ମୋର ବିଜନେସ ଥିଲା ମାଛ ଧରିବା, ବିକିବା, ଆଉ ପରିବାରର ଭରଣ ପୋଷଣ କରିବା। ମାତ୍ର ଆପଣ ଯେତେବେଳେ ମତେ ଡାକିଲେ ନା, ସେଇ ସମୟରେ ମୁଁ କଣ କଲି? ଜାଲ ଛାଡିଦେଲି। ମୋର ଜାଲ ଛାଡିଦେଲି, କିଏ ଚାକିରି ଛାଡିଦେଲେ, କିଏ ଅନ୍ୟ ବିଷୟ ଛାଡିଦେଲେ, ପରିତ୍ୟାଗ କରିଦେଲେ। ହେଲେ ଆମେ ତ ଏସବୁ ଛାଡି ଦେଇଛୁ, ପରିତ୍ୟାଗ କରିଦେଇଛୁ, ଆମେ କଣ ପାଇବା? କାରଣ ସେଠି 19 ଅଧ୍ୟାୟରେ ଆମେ ଦେଖୁଛୁ, ପରମେଶ୍ୱର ଗୋଟେ ଯୁବା ଲୋକ, ପରମେଶ୍ୱର ଯୀଶୁଙ୍କ ପାଖକୁ ଜଣେ ଯୁବା ବ୍ୟକ୍ତି ଆସି କହିଲେ, ଆଜ୍ଞା ଅନନ୍ତ ଜୀବନ ପାଇବା ପାଇଁ ମୁଁ କଣ କରିବି? ସେ କହିଲେ ବ୍ୟବସ୍ଥା ଗୁଡିକ ପାଳନ କର। ସେ କହିଲେ ମୁଁ ତ ସବୁ ବ୍ୟବସ୍ଥା ପାଳନ କରି ଆସିଛି। ତାହେଲେ ସେ କହିଲେ ତୁମର ଗୋଟେ ବିଷୟର ଅଭାବ ଅଛି। ତୁମେ ଆପଣର ସମସ୍ତ ସମ୍ପତ୍ତି ଦରିଦ୍ର ମାନଙ୍କୁ ବିକ୍ରୟ କରି ମୋ ନିକଟକୁ ଆସ, ମୋ ପଛରେ ଚାଲ। ମାତ୍ର ସେ ବ୍ୟକ୍ତି ମୁହଁ ଶୁଖିଗଲା, ଆଉ ସେ ଯୀଶୁଙ୍କୁ ଛାଡିକିନା ପଳେଇଲେ। ଜଣେ ବ୍ୟକ୍ତି ଯୀଶୁଙ୍କର କଥା ଶୁଣି ତାଙ୍କର ମୁହଁରେ ଦୁଃଖ ହେଇଗଲା, କଷ୍ଟ ହେଇଗଲା, ଆଉ ସେ କଣ କଲେ? ଯୀଶୁଙ୍କ ଠାରୁ ଛାଡିକିନା ପଳେଇଲେ, କାହିଁକିନା ତାଙ୍କ ବହୁତ ସମ୍ପତ୍ତି ଥିଲା। ଆଉ ଯୀଶୁ ଖ୍ରୀଷ୍ଟ କହିଲେ, ଦେଖ ଯେ ଅଟୋର ଛିଦ୍ର ଦେଇକିନା, ଛୁଞ୍ଚିର ଛିଦ୍ର ଦେଇକିନା ଅଟୋ ପ୍ରବେଶ କରିବା ସହଜ, ମାତ୍ର ଧନୀ ଲୋକମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ବହୁତ କଷ୍ଟ। ଏଇ କଥା କହିଛନ୍ତି, ସେତେବେଳେ ପିତରଙ୍କୁ ପୁରା ଝାଇଁ ଗଲା। ଆରେ ଆମେ ଭାବିଥିଲୁ ଯୀଶୁଙ୍କ ପଛରେ ଆଇଲେ ଧନ ସମ୍ପତ୍ତି ସବୁ କିଛି ମିଳିବ, ଆମେ ସେଥିପାଇଁ ଆମେ ଜାଲ ଛାଡିଦେଲୁ, ଚାକିରି ଛାଡିଦେଲୁ, ସବୁ ଛାଡିକି ଯୀଶୁଙ୍କ ପଛରେ ଆସିଛୁ। ଆଉ ଏତେ ସବୁ ଛାଡିକିନା ଆସିଲା ପରେ ଆଉ ଯୀଶୁ ଏମିତି କଥା କହୁଛନ୍ତି? ସେତେବେଳେ ସେ ପିତର ପ୍ରଶ୍ନ କଲେ। ପିତର ସବୁ ଜାଗାରେ ଆଗୁଆ ଥିଲେ ଆଉ ପ୍ରଶ୍ନ କରିବା। ସେ ପଚାରୁଛନ୍ତି, ପ୍ରଭୁ ଦେଖ, ଆମେ ତୁମ ନିମନ୍ତେ ଆମେ ସବୁ ଆମେ ଛାଡିଛୁ, ପରିତ୍ୟାଗ କରିଛୁ, ଆମେ କଣ ମିଳିବ? ଆମେ କୁହନ୍ତୁ, କୁହନ୍ତୁ କଣ ଦେବେ ଆପଣ? ସେତେବେଳେ ଯୀଶୁଖ୍ରୀଷ୍ଟ କଣ କହୁଛନ୍ତି? ପଢନ୍ତୁ। ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟ ପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲ ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ। ଟିକେ ଭାବି ଦେଖନ୍ତୁ, ଟିକେ ଭାବି ଦେଖନ୍ତୁ, କି ପ୍ରକାର ବ୍ଲେସିଂ। କେଉଟ ମାନେ କାହା ସହିତ କଥାବାର୍ତ୍ତା ହେବାକୁ ସେମାନଙ୍କୁ ଦଉନଥିଲେ, ଦେହ ସାରା ଗନ୍ଧୁ ଥିଲା, ତାଙ୍କ ଘରେ କିଏ ଆସୁନଥିଲେ। ମାତ୍ର ଯୀଶୁଖ୍ରୀଷ୍ଟ କହୁଛନ୍ତି, ଦେଖ ତୁମେ ମୋ ପାଇଁ ଟିକେ ମାଛ ଜାଲ ଛାଡି ଦେଇଛ, ମୋ ପାଇଁ ଟିକେ ବିଜନେସ ଛାଡି ଦେଇଛ, ଚାକିରି ଛାଡି ଦେଇଛ, ମୁଁ ତୁମକୁ କଣ କରିବି? ସିଂହାସନ ଦେବି। ତୁମେ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ତୁମେ ଶାସନ କରିବ। ପରିତ୍ୟାଗ କରିବାର ଆଶୀର୍ବାଦ ଜାଣିନାହାନ୍ତି ଲୋକ, ସେଥିପାଇଁ ଛାଡୁନାହାନ୍ତି। ପ୍ରିୟମାନେ, ମୁଁ ଅନେକ ବିଷୟରେ ଆସକ୍ତ ଥିଲି। ମତେ WW ଦେଖିବା ପାଇଁ ବହୁତ ଆଗ୍ରହ ଥିଲା। ମୁଁ ଏତେ ଆଗ୍ରହର ସହିତ WW ଦେଖୁଥିଲି, WWE। ତା ପଛେ ଏବେ IPL କ୍ରିକେଟ ଚାଲିଛି, IPL କ୍ରିକେଟଟା ମତେ ବହୁତ ମୋର ଫେଭରେଟ ଥିଲା। ମୁଁ ବହୁତ ଆଗ୍ରହର ସହିତ ସେଇ IPL କ୍ରିକେଟ ମୁଁ ଦେଖୁଥିଲି। ମାତ୍ର ମୁଁ ତ ପ୍ରଭୁଙ୍କ ପାଖକୁ ଠିକରେ ବଢିବାକୁ ଷ୍ଟାର୍ଟ କଲି, ଏସବୁ ଗୁଡିକ ମୋର କିଛି ଫାଇଦା ନାହିଁ। କୁହନ୍ତୁ, ଯେତେବେଳେ ଆପଣ ହଉ କି ମୁଁ ପ୍ରଭୁଙ୍କ ନିକଟକୁ ଆମେ ଯିବୁ, ସ୍ୱର୍ଗକୁ ଯିବୁ, ସେଇ ସମୟରେ ପ୍ରଭୁ କହିବେ, ଦେଖ ଇଏ ବିଶ୍ୱସ୍ତ ଭାବରେ ପ୍ରତିବର୍ଷ ଖରା ମାସରେ ଝାଳ ବାହାରୁଥିଲେ ମଧ୍ୟ IPL ମ୍ୟାଚ ଦେଖିଛି, ଆକୁ IPL ମ୍ୟାଚର ମୁକୁଟ ଦିଆଯିବ କି ନାହିଁ? IPL ମ୍ୟାଚର ଏଇଟା ମୁକୁଟ, ଏଇଟା ହଉଛି ନେଇକିନା ଏ IPL ମ୍ୟାଚର ମୁକୁଟ ପିନ୍ଧୁ। ଏଇଟା କଣ? ଏଇଟା ନାଇଁ, ବିଶ୍ୱସ୍ତ ଭାବରେ ପ୍ରତି ସମୟରେ ଏ ଭଉଣୀ ନାଇକି ସିରିଏଲ ଦେଖିଛନ୍ତି, ଏଇ ସିରିଏଲର ମୁକୁଟ ଆଙ୍କୁ ଦିଆଯାଏ। ବିଶ୍ୱସ୍ତ ଭାବରେ ଏ ଭାଇ ସେ କଣ କରିଛନ୍ତି? WW ଦେଖିଛନ୍ତି, ଆଙ୍କୁ WW ର ମୁକୁଟ ଦିଆଯାଉ। ଏମିତି କଣ କିଛି ଅଛି କି? ସେଠି ଦିଆଯିବ କି? କିଛି ନାଇଁ। ଦିଆଯିବ? କୌଣସି ବିଷୟ ଦିଆଯିବନି। ହେଲେ ଯୋଉଟା କୌଣସି ଆବଶ୍ୟକ ନାହିଁ, ଯୋଉଟା କିଛି କାମ ଦେବ ନାହିଁ, ସେଇ ବିଷୟରେ ଆମେ କଣ ପାଇଁ ଲାଗିଆ ରହିବା? ପରମେଶ୍ୱର ସେଇ ପ୍ରକାଶନ ଦେଲେ ତ ଆମେ କହିବୁ ନାଇଁ ନାଇଁ, ଏସବୁ ଦରକାର ନାହିଁ। ତୁମେ IPL ଦେଖୁଥିଲ ବୋଲି ନରକକୁ କିଏ ପଠେଇଦେବେ ନାହିଁ।
ଡବଲ ଡବଲ ଦେଖୁଥିଲେ ନଳକୂପ କିଏ ପଠେଇ ଦେବେ ନାହିଁ। ମାତ୍ର ସେଇ ବିଷୟରେ ଆମ କୌଣସି ପ୍ରକାର ଲାଭ ନାହିଁ, କୌଣସି ପ୍ରକାର ଉପକାର ନାହିଁ। ସେଥିପାଇଁ ଏ ସବୁକୁ ଆମକୁ ଛାଡିବାକୁ ପଡିବ, ପରିତ୍ୟାଗ କରିବାକୁ ପଡିବ। ଖ୍ରୀଷ୍ଟିଆନ ଜୀବନ ପ୍ରଥମ ପରୀକ୍ଷା ହେଲା କଣ? ପରିତ୍ୟାଗ କର। ଯୀଶୁଙ୍କୁ ପାଇଲା ପରେ କଣ କଣ ତମେ ଛାଡିଛ ସେଟା ଲିଷ୍ଟ କରାଯିବ। ମୁଁ ଯୀଶୁଙ୍କୁ ପାଇଲା ପରେ ଏଇଟା ଛାଡିଛି, ସେଇଟା ଛାଡିଛି, ସେଇଟା ଛାଡିଛି, ଏ ଲିଷ୍ଟ। ଆଜି ଲୋକ କଣ ଯୀଶୁଙ୍କୁ ପାଇଲା ପରେ ମୁଁ କଣ କଣ ପାଇଛି ସେଟା ଲିଷ୍ଟ ଅଛି। ମାତ୍ର ଆମେ ନିଜକୁ ଆମେ ଦେଖିବା ଯେ ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଆଇଲା ପରେ, ପରିତ୍ରାଣ ପାଇଲା ପରେ ଆମେ କେଉଁ କେଉଁ ବିଷୟ ଗୁଡିକ ଆମେ ପରିତ୍ୟାଗ କରିଛୁ। ଅବ୍ରାହମ ନିଜର ଦେଶ, ଜ୍ଞାତି, କୁଟୁମ୍ବ, ନିଜର ଲୋକମାନଙ୍କୁ ଛାଡିକିନା ପ୍ରଭୁଙ୍କ ପଛରେ ସେ ପାଗଳ ପରି ସେ ବୁଲିଲେ। ଶିଷ୍ୟମାନେ ଜାଲ ଛାଡିଦେଲେ, ଚାକିରି ଛାଡିଦେଲେ, ସବୁ ପ୍ରକାର ବିଷୟ ଛାଡିକିନା ସେ ଯୀଶୁଙ୍କ ପଛରେ ପଳେଇ ଆସେ। ପାଉଲ ସେ କଣ କଲେ? ନିଜର ସବୁ ପ୍ରକାର ମାନି ମର୍ଯ୍ୟାଦାକୁ ଛାଡିକିନା ଯୀଶୁଙ୍କ ପଛକୁ ସେ ପଛରେ ସେ ପଳେଇ ଆସିଲେ। ଆଉ ସେ ପରୀକ୍ଷାରେ ସେମାନେ ପାସ୍ ହେଇଛନ୍ତି, ଉତ୍ତୀର୍ଣ୍ଣ ହେଇଛନ୍ତି, ଉପରକୁ ଯାଇଛନ୍ତି। ଆଜି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରିୟମାନେ। ଆଜି ଅନେକ ଜଣ ଖଟିଆ ଛାଡି ପାରୁନାହାନ୍ତି। ନିଦ ମାଉସୀ ତାଙ୍କୁ ଏତେ ପସନ୍ଦ, ନିଦ ଅତେ ପସନ୍ଦ ଥିବାରୁ ସେମାନେ ଏଇ ଜୁମ୍ ସେବା କାର୍ଯ୍ୟକୁ ଆସି ପାରୁନାହାନ୍ତି। କେତେ ଜଣଙ୍କୁ ଖାଦ୍ୟ ଏତେ ପସନ୍ଦ। ମୋର ଗୋଟେ ସାଙ୍ଗ ଥିଲେ, ସେ ଫାଷ୍ଟିଂ କରିବାର, ଚର୍ଚ୍ଚକୁ ଯିବେ, ଫାଷ୍ଟିଂ କରିବେ, ଆଉ ଘରକୁ ଆସୁ ଆସୁ ତାଙ୍କ ମା ଯେତେବେଳେ ଭାତ ବାଢି ଦେବେ, କଣ୍ଟ୍ରୋଲ କରିପାରିବେ ନାହିଁ, ସେ ଖାଇଦେବେ ସେଟାକୁ। ଉପବାସରେ ଟିକେ ଖାଦ୍ୟ ମଧ୍ୟ ଛାଡି ପାରୁନାହାନ୍ତି ଲୋକମାନେ, ଖାଦ୍ୟ ଛାଡିବାକୁ ମଧ୍ୟ କଷ୍ଟ। ମାତ୍ର ଆଜି ଆମେ ଛାଡିବାଟା ଶିଖିବାର ଅଛି, ପରିତ୍ୟାଗ କରିବାଟା ଶିଖିବାର ଅଛି। ମୁଁ ଯୀଶୁଙ୍କ ପାଖକୁ ଆସିଲା ପରେ ପଚସା ଛାଡିଦେଲି। ମୁଁ ଯୀଶୁଙ୍କ ପାଖକୁ ଆସିଲା ପରେ ଚୁଗଲି ଲଗେଇବାଟା ଛାଡିଦେଲି। ପରିତ୍ୟାଗ କରିବାଟା ଇମ୍ପୋର୍ଟାଣ୍ଟ। ଆମେ କୋଉ କୋଉ ବିଷୟ ଗୁଡିକ ଆମେ ଛାଡିଛୁ, ପରିତ୍ୟାଗ କରିଛୁ। ଆମେ ଯେମିତି ଥିଲୁ ପ୍ରଭୁ ଆମକୁ ସେମିତି ଗ୍ରହଣ କଲେ, ମାତ୍ର ସେ ଆମକୁ ପରିତ୍ୟାଗ କରିବା ପାଇଁ କହୁଛନ୍ତି। ସେଥିପାଇଁ ସେ କହିଲେ, ଦେଖ ତୁମେ ମୋ ପାଇଁ ତୁମେ ଛାଡିଛ, ମୋ ପାଇଁ ତୁମେ ପରିତ୍ୟାଗ ତୁମେ କରିଛ। ସେଥିପାଇଁ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ। 29 ପଢିବା ଆମେ, 19ର। ପୁଣି ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନ ସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି ଅନନ୍ତ ଜୀବନର ଅଧିକାରୀ ହେବ। ଏତେ ସୁନ୍ଦର ଦେଖନ୍ତୁ, ପରିତ୍ୟାଗ କରିବାର ଆଶୀର୍ବାଦ। ପ୍ରଭୁଙ୍କର କଥା ଶୁଣି ଯୋଉମାନେ ଛାଡିଛନ୍ତି, ସେମାନଙ୍କୁ ପରମେଶ୍ୱର କି ପ୍ରକାର ଆଶ୍ୱାସନା ଦଉଛନ୍ତି। ପରିତ୍ୟାଗ କରି ସେମାନେ ପ୍ରଭୁଙ୍କ ନିମନ୍ତେ ଏଇ ସବୁ ଗୁଡିକକୁ ଛାଡି ସେମାନେ ଆଗକୁ ଆଇଲା। ପ୍ରଭୁ କହିଲେ, ଦେଖ ତୁମକୁ ଏଇ ସବୁ ଜାଗା ଆଶୀର୍ବାଦ ଅଛି। ଅବ୍ରାହମକୁ ମଧ୍ୟ କହିଲେ, ତୁମେ ଯେତେବେଳେ ଆପଣା ପୈତୃକ ନଗର, ଜ୍ଞାତି, କୁଟୁମ୍ବ ସବୁ ଛାଡିବ, ଆମେ ତୁମକୁ ଆଶୀର୍ବାଦର ଆକର କରିବା। ତୁମ୍ଭ ଦେଇ ତୁ ସମସ୍ତ ଲୋକ ଆଶୀର୍ବାଦ ପାଇବେ, ଆଉ ତୁମ୍ଭ ନାମକୁ ଆମେ ଉଚ୍ଚରେ ଆମେ ସ୍ଥାପନ କରିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ଟିକେ ନିଜକୁ ଆମେ ଦେଖିବା ଯେ ଆମେ ପ୍ରଭୁଙ୍କ ପାଇଁ କଣ ଛାଡିଛୁ। ଆମେ କଣ ଛାଡିଛୁ, ଆମେ କଣ ଆମେ ପରିତ୍ୟାଗ କରିଛୁ। ଆମେ ଯୋଉ ସମୟରେ ମୁଁ ଆପଣମାନଙ୍କୁ କହିଛି, ପଞ୍ଚଡାରୁ କୋରାପୁଟକୁ ଫେରୁଥିଲି, ସେଇ ସମୟରେ ବାଟରେ ଆକ୍ସିଡେଣ୍ଟ ହେଲା। ଆଜିକୁ 7 ବର୍ଷ ତଳେ ସମ୍ପୂର୍ଣ୍ଣ ମୃତ୍ୟୁ ମୁଖରେ ମୁଁ ପଡିଥିଲି। ପରମେଶ୍ୱର ମତେ ଗୋଟେ ନୂଆ ଜୀବନ ଗୋଟେ ଦେଲେ। ସେଇ ସମୟରେ ମୁଁ ଡିସାଇଡ କଲି, ଆଜି ଯଦି ବଞ୍ଚିବି ତ ପ୍ରଭୁଙ୍କ ପାଇଁ, ଆଉ ପ୍ରଭୁଙ୍କ ପାଇଁ ହିଁ ବଞ୍ଚିବି, ଆଉ ଅନ୍ୟ କିଛି ନାହିଁ। ସେତେବେଳଠୁ ମୁଁ ପାଗଳ ପରି ତାଙ୍କର ସେବା କାର୍ଯ୍ୟ କରୁଛି। ରାତି ଦିନ ସକାଳ ସନ୍ଧ୍ୟାରେ କୌଣସି ସମୟରେ ଯୋଉ ପ୍ରକାର ସେବା ମିଳିବ ସେ ପ୍ରକାର ସେବା କରିବା ପାଇଁ ଇଚ୍ଛା। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଅନୁଗ୍ରହ କରନ୍ତୁ ଯେ ଆମେ ପରିତ୍ୟାଗ କରିବୁ। ମତେ ବହୁତ ପସନ୍ଦ ନିଦ, ମତେ ସକାଳେ ଉଠିବାକୁ ବିଲକୁଲ ବିଲକୁଲ ପସନ୍ଦ।
ମୁଁ ବହୁତ ଶୋଇବାକୁ ପସନ୍ଦ କରୁଥିଲି, ମାତ୍ର ପ୍ରଭୁ କହିଲେ ଏସବୁ ଛାଡିବାକୁ ପଡିବ। ଏବେ ବହୁତ ବର୍ଷ ହେଇଗଲା, 4 ବର୍ଷରୁ ଅଧିକ ହେଲାଣି ଭଲ ଭାବରେ ମୁଁ ଶୋଇନାହିଁ। ପରିତ୍ୟାଗ କରିବାଟା ଆମକୁ ଶିଖିବାକୁ ପଡିବ। ଅବ୍ରାହମଙ୍କର ପ୍ରଥମ ପରୀକ୍ଷା ଥିଲା ପରିତ୍ୟାଗ କର, ଛାଡ। ଆଜି ଆମର ଲିଷ୍ଟ ଗୋଟେ ହଉ, ଆମେ ପରମେଶ୍ୱରଙ୍କ ପାଇଁ କଣ ଆମେ ଛାଡିଛୁ, କଣ ଆମେ ପରିତ୍ୟାଗ କରିଛୁ। ଅବ୍ରାହମଙ୍କର ଦ୍ୱିତୀୟ ପରୀକ୍ଷାକୁ ଆମେ ଦେଖିବା। ମୋ ସହିତ ଆପଣମାନେ ଫିଟେଇବେ ଆଦି ପୁସ୍ତକ 14 ଅଧ୍ୟାୟ 21 ପଦରୁ ପଢିବା। ଏଥିଉତ୍ତରେ ସୋଦୋମର ରାଜା ଅବ୍ରାମକୁ କହିଲେ, ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ, ମାତ୍ର ମନୁଷ୍ୟ ସକଳ ଆମ୍ଭକୁ ଦିଅ। ହେଲା, ଏଇ ଜାଗାରେ ସୋଦୋମ ନଗରକୁ କିଛି ଦେଶର ଲୋକମାନେ ଲୁଟ କରିକି ନେଇ ଯାଉଥିଲେ। ସେଇ ସମୟରେ ଅବ୍ରାହମ ତାଙ୍କର 318 ଲୋକକୁ ଧରିଲେ, ଆଉ ଗଲେ ଯୁଦ୍ଧ କଲେ, ଆଉ ସୋଦୋମର ସବୁ ଲୋକଙ୍କୁ ଧନ ସମ୍ପତ୍ତିକୁ ଶତ୍ରୁମାନଙ୍କ ହସ୍ତରୁ ଛଡେଇକିନା ପଳେଇ ଆଣିଲା ପରେ, ସେଇ ସମୟରେ ସୋଦୋମ ରାଜା ଅବ୍ରାହମକୁ କହିଲେ ଯେ ତୁମେ କଣ କର, ସବୁ ଧନ ସମ୍ପତ୍ତି ନେଇଯାଅ ଆଉ ଲୋକମାନଙ୍କୁ ଆମକୁ ଦିଅ। ଏଇଟା ଅବ୍ରାହମଙ୍କର ଦ୍ୱିତୀୟ ପରୀକ୍ଷା ଥିଲା, ଧନର ପରୀକ୍ଷା, ଧନ ସମ୍ପତ୍ତିର ପରୀକ୍ଷା। ପ୍ରଥମ ପରୀକ୍ଷା ହେଲା ପରିତ୍ୟାଗ କରିବାର ପରୀକ୍ଷା, ଏବେ ହେଉଛି ଧନର ପରୀକ୍ଷା। ଆଜି ଅନେକ ଜଣ ଏ ଧନର ପରୀକ୍ଷାରେ ସେମାନେ ବିଫଳ ହେଇଯାଇଛନ୍ତି। ଏଇ ଧନ ଅନେକ ଜଣଙ୍କର ପତନର କାରଣ ହେଇଯାଇଛି। ଅବ୍ରାହମଙ୍କ ପାଖରେ କି ପ୍ରକାର ଗୋଟେ ସୁଯୋଗ ଥିଲା ଯେ ସେ ସୋଦୋମର ଲୋକମାନଙ୍କର ସବୁ ଧନ ସମ୍ପତ୍ତି ପାଇବାର, ମୁଁ ତାଙ୍କର ସବୁ ଧନ ସମ୍ପତ୍ତି ଗୁଡିକ ପାଇଦେବି। ମାତ୍ର ଅବ୍ରାହମ ସେ କଣ କହୁଛନ୍ତି, ସେ ଧନ ସମ୍ପତ୍ତିକୁ ନେଲେ କି ସେ 22 ପଦ। ତହିଁରେ ଅବ୍ରାମ ସୋଦୋମର ରାଜାକୁ ଉତ୍ତର ଦେଲେ, ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ ମୁଁ ତୁମ୍ଭର କିଛି ନେବି ନାହିଁ, ଖଣ୍ଡିଏ ସୂତା କି ଜୋତାର ବନ୍ଧନୀ ହିଁ ନେବି ନାହିଁ। ପଛେ ଅବା ତୁମ୍ଭେ କହିବ, ଆମ୍ଭେ ଅବ୍ରାମକୁ ଧନବାନ କରିଅଛୁ, କି କେବଳ ପ୍ରକାର ମୋହର। ସେତିକି ଥାଉ। ଆଜ୍ଞା। ଧନ ସମ୍ପତ୍ତିର ପରୀକ୍ଷା, ଏଇଟା ଗୋଟେ ସୁଯୋଗ, କାହାଠୁ ଚୋରେଇକି ନେଉନାହାନ୍ତି। ହେଲା, କାହାକୁ ଚୋରେଇକି ନେଉନାହାନ୍ତି, କାହାକୁ ଠକିକି ନେଉନାହାନ୍ତି। ସେ ଅଫର କରୁଛନ୍ତି, ନିଅ ତୁମେ, ଏଇଟା ତୁମର ଅଧିକାର, ତୁମେ ନେଇଯାଅ, ତୁମେ ଏଇଟା ଏମିତି କର। ମାତ୍ର ଅବ୍ରାହମ ସେଇଟାକୁ ସେ ନେଉନାହାନ୍ତି। ତାଙ୍କର ଅଧିକାର ଥିଲେ ମଧ୍ୟ ସେ କହୁଛନ୍ତି ମୁଁ ନେବି ନାହିଁ, ଏଇଟା ମୁଁ ନେବି କାହିଁକି? ଆଉ ଲାଷ୍ଟକୁ ତୁମେ କହିବ ଯେ ମୁଁ ଅବ୍ରାହମକୁ ଧନୀ କଲି। ପ୍ରିୟ ମାନେ, ଏଇ ପ୍ରକାର ପରୀକ୍ଷା ଗୁଡିକ ଆମ ଜୀବନରେ ମଧ୍ୟ ଆସେ। ଏଇ ଯୋଉ ପ୍ରଲୋଭନ, ଧନ ସମ୍ପତ୍ତିର ପରୀକ୍ଷା ପାଉଲଙ୍କ ଜୀବନରୁ ଆମେ ଦେଖିବା। ପାଉଲଙ୍କର ଯୋଉ ସାକ୍ଷ୍ୟଟା ପଢିବା, ପ୍ରେରିତ ପୁସ୍ତକ 20 ଅଧ୍ୟାୟକୁ ଆସିବେ। ଏଇ ଟେଷ୍ଟିମନିଟା ପ୍ରତ୍ୟେକ ପ୍ରଭୁଙ୍କ ଲୋକମାନଙ୍କ ରହିବାର ଅଛି। 33 ପଦଟା ପଢନ୍ତୁ, 20ର 33। ମୁଁ କାହାରି ରୂପା କି ସୁନା କି ବସ୍ତ୍ର ଲୋଭ କରିନଥିଲି। ହଁ, ଏଠି ପାଉଲ ଏଫିସ୍ ମଣ୍ଡଳୀରେ 3 ବର୍ଷ ସେବା କାର୍ଯ୍ୟ କଲେ। ମାତ୍ର ଆଉ ସେବା କାର୍ଯ୍ୟ କଲା ପରେ ମୁଁ କେମିତି ପ୍ରଚାର କଲି ସେ କହୁନାହାନ୍ତି। ମୁଁ କେମିତି ରହିଲି, ତୁମମାନଙ୍କ ସହିତ ମୁଁ କେମିତି ରହିଲି। ତୁମ ପାଖରେ ସୁନା ଅଛି, ରୂପା ଅଛି, ଧନ ସମ୍ପତ୍ତି ସବୁ ତୁମ ପାଖରେ ଅଛି, ମାତ୍ର ମୁଁ କାହାର ଧନ ସମ୍ପତ୍ତିକୁ ଲୋଭ କରୁନଥିଲି। କିଏ ଅଛି କି କହିବ କି ଯେ ଅବ୍ରାହମ ପାଉଲ ଏଇ ମୋର ନେଇଗଲେ, ଏଇ ଧନ ନେଇଗଲେ, ଅମୁକ ନେଇଗଲେ। ଏଇଟା ହଉଛି ପରୀକ୍ଷା। ପ୍ରିୟ ମାନେ, ଏଇ ପ୍ରକାର ପରୀକ୍ଷା ଦେଇକିନା ପ୍ରଭୁ ଆମମାନଙ୍କୁ କଢେଇକିନା ଆମକୁ ନିଅନ୍ତି। ଦିନକର ଘଟଣା,
गोटे ख्रिस्टियान स्त्री लोक ଜଣଙ୍କ ଘରେ ସେ କାମ କରୁଛନ୍ତି। ଗୋଟେ ହିନ୍ଦୁ ଘରେ ତାଙ୍କ ଘର କାମ କରୁଛନ୍ତି। ତାଙ୍କ ଘରେ ଘର ପୋଛିବା, ଲୁଗା ସଫା କରିବା, ବାସନ ମାଜିବା, ଏସବୁ ଯାକ କାମ ତାଙ୍କର ଘରେ ସେ କରୁଛନ୍ତି। ହେଲେ ଘରେ ସେ କାମ କରୁଛନ୍ତି, ସେଇ ସମୟରେ ଦିନେ ରାତିରେ ସେ ଘରର ମାଲିକାଣୀ ଗୋଟେ ଭୋଜିକୁ ଯାଇଥିଲେ। ଆଉ ଭୋଜିକୁ ଯାଇ ଯେତେବେଳେ ସେ ଫେରିଛନ୍ତି, ସେ ସମୟ ରାତି ହେଇଯାଇଛି ଆଉ ସେ ବହୁତ ହାଲିଆ ହେଇଯାଇଛନ୍ତି। ତାଙ୍କର ଡ୍ରେସ ପାଲଟିଲେ, ଆଉ ଯାହା କିଛି ତାଙ୍କର ସୁନା ଗହଣା ପିନ୍ଧିକା ଯାଇଥିଲେ ସେ ସବୁ କାଢିକିନା ସେ କଣ କରିଛନ୍ତି, ଆଲମେରିରେ ରଖିଲା ବେଳେ ଗୋଟେ ସୁନା ଚେନଟା, ଯୋଉଟା କି 4 ତୁଳାର ଗୋଟେ ସୁନାର ହାରଟା ସେ ଖଟ ପାଖରେ ପଡିଯାଇଛି, ଖଟ ତଳେ ପଡିଯାଇଛି, ଆଉ ସେ ଶୋଇ ପଡିଛନ୍ତି। ତା ପଛେ ସକାଳେ ଏଇ ଖ୍ରୀଷ୍ଟିଆନ ସ୍ତ୍ରୀ ଲୋକଟା ସେ ତାଙ୍କ ଘରକୁ କାମ କରିବା ପାଇଁ ଗଲା ପରେ ସେ ବାସନ ମାଜିଲେ। ସେଥିପାଇଁ ସେ ମାଲିକାଣୀ ଶୋଇଛନ୍ତି। ସେତେବେଳେ ତାଙ୍କ ବେଡରୁମକୁ ଝାଡୁ କରିବା ପାଇଁ ଗଲେ। ଯେତେବେଳେ ଝାଡୁ କରିବା ପାଇଁ ଯାଇଛନ୍ତି, ସେଇ ସମୟରେ ସେ ଝାଡୁ କଲା ବେଳେ ସୁନାର ହାରଟା ପଡିଛି। ସେତେବେଳେ ସେ ତାଙ୍କୁ ଉଠଉଛନ୍ତି, ମା ଉଠ, ମା ଉଠ ଉଠ। ସେ କହିଲେ, ଦେଖେ ମତେ ଡିଷ୍ଟର୍ବ କରନା ତୁ, ମୁଁ ରାତିରେ ବହୁତ ଡେରିରେ ଆସିଛି ଆଉ ମତେ ବହୁତ ନିଦ। ତୋତେ ଯଦି ଚା ଦରକାର ତାହେଲେ ଯୋଉ କିଚେନ ରେ ଯିବୁ, ସେଠି କ୍ଷୀର ଗୁଣ୍ଡ, ଚା, ଚିନି ଅଛି, ଚା ବନେଇକି ପିଇଦେବୁ। ଆଉ ଯଦି ପଇସା ତୋତେ ଦରକାର, କିଛି ପଇସା ମାଗୁଛୁ ତୁ ବୋଲି କହିଲେ, ସେଇ ଜାଗାରେ ପଇସା ଥିବ, କାଢିକା ନେଇଯିବୁ। ସେ କହୁଛନ୍ତି ଯେ, ମା ଶୁଣ ଶୁଣ ଶୁଣ, ଉଠ ଉଠ ବୋଲି କହିଲେ, ମତେ ବିଜାର କରନା ତୁ, ମୁଁ ବହୁତ ଟାୟାର୍ଡରେ ଶୋଇଛି, ମତେ ବିଜାର କରନା। ତାପରେ ସେ କହିଲେ, ମା ମତେ ଚା ଦରକାର ନାହିଁ କି ଆଡଭାନ୍ସ ପଇସା ମାଗୁନାହିଁ, ଏ ସୁନା ହାର ଦେଖ, ଏ ହାରଟା ଏଠି ଅଛି, ଆପଣ ଏ ସୁନା ହାରକୁ ଦେଖ। ଏ ସୁନା ହାରକୁ ଦେଖୁ ଦେଖୁ ତାଙ୍କର ନିଦ ଭାଙ୍ଗିଗଲା। ସେ ସାଙ୍ଗେ ସାଙ୍ଗେ ସେ ଉଠିଲେ, ଆଉ ଉଠିକିନା ସେ କହିଲେ, ଛାନିଆ ହେଇଗଲେ। ସେ ସୁନା ହାରକୁ ସେ ଧରିଲେ, ଆଉ ସେ ତାଙ୍କୁ କହିଲେ, ମା ଏ ସୁନାହାର ନିଅ, ଏଠି ପଡି ଯାଇଥିଲା ତ, ସେଟା ମୁଁ ଆପଣଙ୍କୁ ଦଉଛି। ତା ପଛେ ସେ ଉଠିକିନା ମୋ ପୁଅ ଧୋଇଲେ ଆଉ କହିଲେ, ହଇଲ ଏ ସୁନାହାର ରେଟ୍ କେତେ ଜାଣିଛୁ? ଏଟା 4 ତୁଳା ସୁନା, ଏଟା ବିକିଲେ 4 ଲକ୍ଷରୁ ଅଧିକ ହେବ। ତୋତେ ଟିକେ ହେଲେ ଲୋଭ ଲାଗିଲା ନାଇଁ କିଲୋ? ସେ କଣ ବୋଲି ସେ କହିଲେ, ନାଇଁ ମା, ମୁଁ ଯୋଉ ମଣ୍ଡଳୀକୁ ଯାଉଛି, ଆମର ପାଷ୍ଟର ଆଜ୍ଞା ଶିଖେଇଛନ୍ତି, କାହାର କୌଣସି ବିଷୟକୁ ଲୋଭ କରିବ ନାହିଁ। ସେଥିପାଇଁ ଏ ସୁନା ହାରକୁ ଦେଖି ମତେ ବିଲକୁଲ ଲୋଭ ଲାଗିଲା ନାହିଁ ମା। ସେ କହିଲେ, କୁ ପାଷ୍ଟର ଶିଖେଇଛନ୍ତି, ଡାକିକି ନା ଆଣେ ତାଙ୍କୁ। ତା ପଛେ ନେକ୍ସଟ ଦିନ ସେ ପାଳକଙ୍କୁ ଡାକିକିନା ଆଣିଲେ। ସେ ପାଳକ ତାଙ୍କ ଘରକୁ ଗଲେ, ଆଉ ସେ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କହିଲେ। ଆଜି ସେ ସ୍ତ୍ରୀ ପ୍ରଭୁଙ୍କୁ ଜାଣି ପ୍ରଭୁଙ୍କ ମାର୍ଗରେ ଅଛି। ଦେଖନ୍ତୁ ପ୍ରିୟମାନେ, ଏଇ ଯୋଉ ଲୋଭ, ଧନର ଲୋଭ, ଯଦି ସେଇଦିନ ସେଇ ସ୍ତ୍ରୀ ଲୋକ ସେଇ 4 ତୁଳା ସୁନାର ହାର ଯଦି ନେଇଯାଇଥାନ୍ତା, ତାହେଲେ ସେ ପରିବାର ଲୋକ ପରିତ୍ରାଣ ପାଇନଥାନ୍ତେ, ପ୍ରଭୁଙ୍କ ନିକଟକୁ ଆସିପାରିନଥାନ୍ତେ। ଏଇଟା ଅବ୍ରାହମକୁ ଯୋଉ ଦ୍ୱିତୀୟ ପରୀକ୍ଷା ଆମେ ଦେଖୁଛୁ, ଧନର ପରୀକ୍ଷା, ଏଇ ଯୋଉ ଧନ ସମ୍ପତ୍ତିର ପରୀକ୍ଷା, ଏଇଟା ଗୋଟିଏ ଭୟଙ୍କର ପରୀକ୍ଷା। ଆଉ ଏଇ ପରୀକ୍ଷାରେ କିଏ କିଏ ପଡିକିନା ନଷ୍ଟ ହେଲେ କୁହନ୍ତୁ ତ? ଧନର ପରୀକ୍ଷାରେ କିଏ କିଏ ବିଫଳ ହେଲେ ନା ଟିକେ କହିପାରିବେ ଆପଣ ମାନେ? ପ୍ରଥମରେ ଧନର ପରୀକ୍ଷାରେ ବିଫଳ ହେବା ଲୋକ କିଏ? ସେ ହଉଛନ୍ତି ଆଖନ। ସେ କଣ କଲେ? ସେହି ଜିରିହରୁ ସୁନା, ରୂପା ଆଉ ବସ୍ତ୍ର ଆଣିକି ସେ ନିଜ ଘରେ ରଖିଦେଲେ। ଆଜି ଅନେକ ଜଣ ଧନର ପରୀକ୍ଷାରେ ବିଫଳ ହେଇଛନ୍ତି। ଯୋଉ ସମୟରେ ସେମାନେ 5,000 ଟଙ୍କା କି 10,000 ଟଙ୍କା ସେମାନେ ଚାକିରି କରୁଥିବେ, ସେଇ ସମୟରେ 1,000 ଟଙ୍କା ଦଶମାଂଶ କାଢିଦେବାଟା ସେମାନଙ୍କ ପାଇଁ କଷ୍ଟ ନଥିବ। ଯେଉଁ ସମୟରେ ସେମାନଙ୍କର 50,000 ଟଙ୍କା ଦରମା ହେଇଯିବ, ସେଇ ସମୟରେ ଦଶମାଂଶ କେତେ ହେଇଯିବ? ଦଶମାଂଶ 5,000। ସେତେବେଳେ ଟିକେ କଷ୍ଟ ଲାଗିଯିବ। 5,000 ଟଙ୍କା ମୁଁ ଦେଇଦେବି, 5,000। ଲକ୍ଷେ ଟଙ୍କା ଦରମା ପାଇବା ଲୋକ 10,000 ଟଙ୍କା ଦଶମାଂଶ ଦେବାକୁ
1000 ଟଙ୍କା ଦେଲେ ଚଳିବ, ଏତେ ଟଙ୍କା ମୁଁ ଦେଇଦେବି। ଆଉ ସେ ଲୋଭ ଗୁଡିକ କରି ରଖିକିନା ସେମାନେ ବର୍ବାଦ ହେଇଯାଉଛନ୍ତି, ନଷ୍ଟ ହେଇଯାଉଛନ୍ତି। ବିଦେଶରେ ଜଣେଙ୍କର ପୁଅ ଝିଅ କାମ କରୁଥିଲେ, ଆଉ ସେମାନେ ବିଶ୍ୱସ୍ତ ଭାବରେ ତାଙ୍କର ଦଶମାଂଶ ତାଙ୍କ ମା ବାପାକୁ ପଠେଇବାର, ମା ଏଇ ଦଶମାଂଶଟା ନେଇ ମଣ୍ଡଳୀରେ ଦେଇଦବ। ବିଦେଶରେ କାମ ହଉଛି, ବେଶୀ ପଇସା। ତାଙ୍କ ମା ବାପା ମାନେ ଡିସାଇଡ କଲେ ଏଇଟା ଆମେ ମଣ୍ଡଳୀରେ ଦେବା ନାହିଁ, ଆମେ କଣ କରିବା, ଏଇ ପଇସାକୁ ରଖିବା, ଆଉ କାର କିଣିବା, ଆଉ ପ୍ରଭୁଙ୍କ ସେବାରେ ଲଗେଇବା। ଦେଖନ୍ତୁ, ଅନେକ ପ୍ରକାର ଲୋଭ ଗୁଡିକ ଆମର ଥାଏ। ଅବ୍ରାହମଙ୍କ ଜୀବନରେ ଏ ଲୋଭ ନଥିଲା, ସେଥିପାଇଁ ସେ ବଡ ଲୋକ ହେଇପାରିଲେ। ସେ ଯେତେବେଳେ ଲୋଭ ଆମ ଜୀବନରେ ପଳେଇ ଆସେ, କି ପ୍ରକାର ଲୋଭ! ଦେଖନ୍ତୁ, ଏମିତି ଲୋକମାନେ ଅଛନ୍ତି ଯେ କାହାର ଯଦି ଗିନାରେ ତରକାରୀ ଦେଇଥିବେ, ସେ ଗିନା ଏତେ ସୁନ୍ଦର ଥିବ, ଆଉ ସେ ଗିନା ଫେରେଇବେ ନାହିଁ। କହିଲ, ତୁମକୁ ମୁଁ ତରକାରୀ ଦେଇଥିଲି, ସେ ଗିନାଟା ଦଉନୁ ବୋଲି କହିଲେ, କୋଉ ଗିନା ମାଉସୀ? ତୁମେ ତ କିଛି ଗିନା ଦେଇନଥିଲ। କୋଉ ଗିନା ଦେଇଥିଲ ତୁମେ? ହୁଁ, ଗିନାର ଲୋଭ ଥିବ। କାହାର ଚପଲର ଲୋଭ ଥିବ। ମୁଁ ମୋର ବହିଟା ମୁଁ କାହାକୁ ଦିଏ ନାହିଁ, ମୋର ଯୋଉ ଲାଇବ୍ରେରୀରେ ବହି ଅଛି, କାରଣ ଆମର ଲୋକମାନଙ୍କର ଗୋଟେ ଅଭ୍ୟାସ ଅଛି, ବହି ନେଲେ କେବେ ଫେରେଇବେ ନାହିଁ। ସେମାନେ ବହି ନେଇ ଯାଉଛନ୍ତି, କାହାର ଗିନା ନେଇ ଯାଉଛନ୍ତି, ଗ୍ଲାସ ନେଇ ଯାଉଛନ୍ତି, କାହାର ଛୁଞ୍ଚି ମାଗିଆ ନେଇ ଯାଇଥିବେ, ଏବେ ଯାଏ ଫେରି ନଥିବେ ତାଙ୍କର ଛୁଞ୍ଚିକୁ। ଲୋଭ। ନର୍କକୁ ଗଲେ ପଚାରିବେ, ହଇଲ ତୁ କେମିତି ନର୍କକୁ ଆଇଲୁ ଲ? ତୁ ତ ଏତେ ପ୍ରାର୍ଥନା ବାଟ କରୁଥିଲି। ନାଇଁ ମାଉସୀ, ତାଙ୍କର ଛୁଞ୍ଚି ରଖିଦେଇଥିଲି ତ, ଛୁଞ୍ଚିର ଲୋଭ ଥିଲା, ସେ ଛୁଞ୍ଚି ପାଇଁ ମୁଁ ନର୍କକୁ ଯାଇଥିଲି। କି ପ୍ରକାର ଅସୁବିଧା ଗୁଡିକ! ପ୍ରିୟମାନେ, ଏଇ ଯୋଉ ଲୋଭ, ଅବ୍ରାହମଙ୍କର ପରୀକ୍ଷା ଯୋଉ ଥିଲା, ସେ ଲୋଭର ପରୀକ୍ଷା। ସେ କହିଲେ, ନାଇଁ, ଦରକାର ନାହିଁ ମତେ, ମୋ ପାଇଁ ମୋର ପ୍ରଭୁ ଯଥେଷ୍ଟ, ଆଉ ମୁଁ ତୁମର ଟଙ୍କା ପଇସା ନେବି। ତୁମେ ତ ପ୍ରଭୁଙ୍କୁ ଜାଣି ଏକା ନାହ, ଯୀଶୁଙ୍କୁ ତମେ ଜାଣି ନାହ, ତୁମର ପଇସା ନେଇକିନା ମୁଁ କଣ କରିବି? ମାନେ ପରମେଶ୍ୱର ଆମକୁ ପରୀକ୍ଷା ଆମକୁ କରନ୍ତି, ଆଉ ପରମେଶ୍ୱରଙ୍କ ପରୀକ୍ଷା କେବେ ହେଲେ ମଧ୍ୟ ମନ୍ଦରେ ପରୀକ୍ଷା ଦେବ। ଉତ୍ତମ ପରୀକ୍ଷା ଗୁଡିକ ଆମକୁ ଉନ୍ନତିର ମାର୍ଗରେ ନେବା ପରୀକ୍ଷା ଗୁଡିକ ଥାଏ, ଆଉ ଆମକୁ ସେଇ ପରୀକ୍ଷାରେ ଆମକୁ ଉତ୍ତୀର୍ଣ୍ଣ ହେବା, ପରିତ୍ୟାଗ କରିବାଟା, ଏଇଟା ଆପଣ ଜୀବନରେ ଥିବେ। ଛାଡିବି, ମୁଁ ଯୀଶୁଙ୍କ ପାଇଁ ସବୁ କିଛି ଛାଡିଦେବି। ଆଜି ଲୋକମାନେ ଛାଡି ପାରୁନାହାନ୍ତି, ଗାର୍ଲଫ୍ରେଣ୍ଡ ଛାଡି ପାରୁନାହାନ୍ତି, ବୟଫ୍ରେଣ୍ଡ ଛାଡି ପାରୁନାହାନ୍ତି, ଯୀଶୁଙ୍କ ପାଇଁ ଲାଞ୍ଚ ନେବାଟା ଛାଡି ପାରୁନାହାନ୍ତି। କି ପ୍ରକାର ଭାବରେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ପରିତ୍ୟାଗ କରିବା। ଆମ ଜୀବନରେ କୌଣସି ପ୍ରକାର ଲୋଭ ରଖିବା ନାହିଁ। ଆମେ ଯଦି କାହାର କି ଜିନିଷ ଆମେ ରଖିଦେଇଛୁ, ଆମେ ସେଇଟାକୁ ବିଶ୍ୱସ୍ତ ଭାବରେ ସେଇଟା ଆମକୁ ଫେରେଇ ଦେବାର ହଉଛି ଆମମାନଙ୍କର ଦାୟିତ୍ୱ। ଦିନେ ପ୍ରଭୁଙ୍କ ଦାସ ନିରଞ୍ଜନ ତୁରୁଗ ଆମ ମଣ୍ଡଳୀକୁ ଆସିଥିଲେ, ଆଉ ସେ ଲୋଭ ବିଷୟରେ ପ୍ରଚାର କରୁଥିଲେ। ଯଦି ଭୁଲରେ କାହାର ଗିନା ଥାଳି କୋଉଟା ବିଷୟ ମଧ୍ୟ ରଖିଦେଇଛ, ଦେଇପାରିନାହ, ଫେରେଇ ଦିଅ। ତା ପଛେ ଗଲେ ସମସ୍ତେ, ଆଉ ନିଜ ନିଜର ସେ ବାସନ ଷ୍ଟାଣ୍ଡକୁ ଦେଖିଲେ, ଲୁଗା ଷ୍ଟାଣ୍ଡକୁ ଦେଖିଲେ, ଆଉ ଯାହା ଯାହା ଥିଲା ସମସ୍ତେ ଫେରାଫେରି ହେଇକିନା ତାଙ୍କର ଚାପ୍ଟର କ୍ଲୋଜ କରିଦେଲେ। ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ ଯେ ଆମ ପାଖରେ ସେ ପ୍ରକାର ଲୋଭ ନଥାଉ। କେବଳ ଜଷ୍ଟ କହିଦେବି, ସମୟ ହେଲାଣି। ଆଦି ପୁସ୍ତକ 22 ଅଧ୍ୟାୟ, ଆଉ ଗୋଟେ ପରୀକ୍ଷା। ପଦରୁ ପଢିବା ଆମେ। ଆଦି 22ର 1 ପଦରୁ। ଏହି ସମସ୍ତ ଘଟଣା ଉତ୍ତରେ ପରମେଶ୍ୱର ଅବ୍ରାହମକୁ ପରୀକ୍ଷା ନିମନ୍ତେ କହିଲେ, ହେ ଅବ୍ରାହମ। ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଏଠାରେ ଅଛି। ସେତେବେଳେ ସେ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍ ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସାହାକକୁ ଘେନି ମରିଆ ଦେଶକୁ ଯାଅ। ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର। ଓକେ, ପରୀକ୍ଷା, ଏଇଟା ଗୋଟେ ପରୀକ୍ଷା। ତାକୁ କଣ ପରୀକ୍ଷା ବୋଲି କୁହାଯାଏ? ଏଇଟା ହଉଛି ସଦା ପ୍ରଭୁଙ୍କ ବିଷୟକ ଭୟର ପରୀକ୍ଷା।
12 ପଦ ପଢିବେ, 22-12। ତହିଁରେ ସେ କହିଲେ, ତୁମେ ସେଇ ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି। ଏହା ଏବେ ଆମ୍ଭେ ବୁଝିଲୁ, ଯେହେତୁ ତୁମ୍ଭେ ଆମ୍ଭକୁ ଆପଣର ପୁତ୍ର, ଆପଣର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନହିଲ। ପରମେଶ୍ୱରଙ୍କ ବିଷୟର ଭୟର ପରୀକ୍ଷା। ଆମେ ପରମେଶ୍ୱରଙ୍କୁ କେତେ ଆମେ ଭୟ କରୁଛୁ, କେତେ ଆମେ ସମ୍ମାନ ଦଉଛୁ। ଭୟ କରିବାଟା ମାନେ କଣ? ସମ୍ମାନ ଦେବାଟା, ପରମେଶ୍ୱରଙ୍କୁ ହାଇଲି ରେସ୍ପେକ୍ଟ ଦେବାଟା। ଆଜି ଯୋଉଟା କି ଅନେକ ମଣ୍ଡଳୀରେ ନାହିଁ, ଅନେକ ପରିବାରରେ ନାହିଁ, ଅନେକ ସ୍ଥାନରେ ନାହିଁ। ପରମେଶ୍ୱରଙ୍କର ଭୟ ଲୋକମାନଙ୍କ ଜୀବନରେ ଧୀରେ 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 କମିଗଲା। ପ୍ରଭୁଙ୍କ ପାଖକୁ ଆସିଥିବା ସମୟରେ ଲୋକମାନଙ୍କ ଜୀବନରେ ପରମେଶ୍ୱରଙ୍କର ଭୟ ଉଚ୍ଚ କୋଟୀର ଥିବ। ନାଇଁ ବାପା, ମୁଁ ଏଇ କାମ କରିପାରିବି ନାହିଁ, ଏଇ କାମ କଲେ ମୋ ପରମେଶ୍ୱର ବଦନାମ ହେଇଯିବେ, ଏଇ କାମ କଲେ ମୋ ପରମେଶ୍ୱରଙ୍କ ନାମ ଅପନିନ୍ଦା ହେଇଯିବ। ମାତ୍ର ଧୀରେ 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 ପ୍ରଭୁରେ ବଢିଲା ପରେ, ପୁରୁଣା ଖ୍ରୀଷ୍ଟିଆନ ହେଲା ପରେ ଭୟ ନଥିବ ପରମେଶ୍ୱର। ମାତ୍ର ଅବ୍ରାହମକୁ ପରୀକ୍ଷା କଲେ ଯେ ମତେ ଆରମ୍ଭରେ ଯେମିତି ଅବ୍ରାହମ ଭୟ କରୁଥିଲା, ଏବେ ମଧ୍ୟ କଣ ଅବ୍ରାହମ ମତେ ସେମିତି ଭୟ କରୁଛି? ମୋ ପ୍ରତି ତାଙ୍କର ଭୟ ରହିଛି କି? ଏଇ ପରୀକ୍ଷା ଅବ୍ରାହମକୁ କରାଗଲା। ଆଉ ଅବ୍ରାହମ ସେଥିରେ 100 ମାର୍କ ଆଣିଲେ। କି ପ୍ରକାର ଭୟ ପରମେଶ୍ୱରଙ୍କ ପ୍ରତି। ଆଜି ଅନେକ ଜଣ ନଷ୍ଟ ହେବାର କାରଣ କଣ? ପ୍ରଭୁ ଭୟ ନାହିଁ। ପ୍ରଭୁ ଭୟ ଯଦି ଥାନ୍ତା ତାହେଲେ ଖରାପ ଭିଡିଓ ଦେଖିନଥାନ୍ତେ। ଆଜି ଅନେକ ଜଣ ଖରାପ ଭିଡିଓ କାହିଁକି ଦେଖୁଛନ୍ତି? ପ୍ରଭୁଙ୍କର ଭୟ ନାହିଁ। ଆଜି ଅନେକ ଜଣ ପାପରେ କାହିଁ ପଡୁଛନ୍ତି? ଦେଖନ୍ତୁ, ଯୋସେଫ ପୋଟିଫରଙ୍କ ସ୍ତ୍ରୀ ତାଙ୍କୁ ଝିକୁଥିଲେ ମଧ୍ୟ ସେ ପାପରେ ପଡୁନାହାନ୍ତି। କାହିଁକି? ପ୍ରଭୁ ଭୟ ତାଙ୍କ ପାଖରେ ଅଛି। କିଛି ଥାଉ କି ନଥାଉ, ପରମେଶ୍ୱରଙ୍କର ଭୟ ରହିବାର ଆବଶ୍ୟକ ରହିଛି। ଆଜି ଅନେକ ଖ୍ରୀଷ୍ଟିଆନ ମାନେ ପାପରେ ପଡିବାର କାରଣ କଣ? ନଷ୍ଟ ହେବାର କାରଣ କଣ? ପରମେଶ୍ୱରଙ୍କର ଭୟ ତାଙ୍କ ପାଖରେ ନାହିଁ। ପ୍ରଭୁଙ୍କର ଭୟ ଆମ ପାଖରେ ଥିବାର ଅଛି। ପ୍ରଭୁଙ୍କର ଭୟ ଯଦି ଆମ ପାଖରେ ଯଦି ରହିବ, ତାହେଲେ କେବେ ହେଲେ ମଧ୍ୟ ଆମେ ପଡିଯିବା ନାହିଁ। ସେଥିପାଇଁ ଅବ୍ରାହମ 75 ବର୍ଷରେ ପରମେଶ୍ୱର ଡାକିଲେ ତାଙ୍କୁ। ଆଉ ଏବେ ଅବ୍ରାହମକୁ ପାଖାପାଖି 120 ବର୍ଷ, 112 କି 115 ବର୍ଷ ଖଣ୍ଡେ ହେବ। ପାଖାପାଖି ତାଙ୍କୁ 40 ବର୍ଷ ପରେ ଆଉ ଥରେ ସେ ପରୀକ୍ଷା କରୁଛନ୍ତି। ଆଗରେ ଯେମିତି ମତେ ଭୟ କରୁଥିଲେ, ଏବେ ମଧ୍ୟ ସେମିତି ମତେ ଭୟ କରୁଛନ୍ତି। ଭୟ ନାହିଁ। ମିଛ ରିପୋର୍ଟ ଦେବା ଲୋକମାନଙ୍କୁ କିଛି କରୁନଥିବେ, ମାତ୍ର ରିପୋର୍ଟରେ ଲେଖିଥିବେ ମୁଁ ଏଇଟା କରିଛି, ସେଇଟା କରିଛି, ସେଇଟା କରିଛି। ଭୟ ନାହିଁ ପ୍ରଭୁଙ୍କର। ରିପୋର୍ଟ ଦିଅ, ସପୋର୍ଟ ନିଅ ବୋଲା ପରେ ଲୋକମାନଙ୍କର ରହିଛି। କାହିଁକି ମିଛ ରିପୋର୍ଟ ଯାକ ଦଉଛନ୍ତି? କାରଣ ପରମେଶ୍ୱରଙ୍କର ଭୟ ନାହିଁ ସେମାନଙ୍କର। ପରମେଶ୍ୱରଙ୍କର ଯଦି ଭୟ ଥିବ, ତାହେଲେ ସେମାନେ ଏଇ ପ୍ରକାର ଭୁଲ କାମ ଗୁଡିକ କରିବେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରିୟମାନେ। ପରମେଶ୍ୱର ଅବ୍ରାହମକୁ ଯୋଉ 3ଟା ପରୀକ୍ଷା ସେ କରୁଛନ୍ତି, ପ୍ରଥମର ପରୀକ୍ଷା ତ୍ୟାଗ କରିବାର ପରୀକ୍ଷା, ଦ୍ୱିତୀୟ ହେଲା ଲୋଭର ପରୀକ୍ଷା, ତୃତୀୟରେ ହେଲା ସଦାପ୍ରଭୁ ବିଷୟକ ଭୟର ପରୀକ୍ଷା। ଏଇ 3ଟା ଆମମାନଙ୍କ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଆମ ପାଖରେ ପରିତ୍ୟାଗ କରିବାର ନେଚର ରହିବାର ଅଛି। ଖ୍ରୀଷ୍ଟିଆନ ମାନେ ସେ ପରିତ୍ୟାଗ କରି ବସେ, ଆଉ ସେ ଲୋଭ ତାଙ୍କ ଜୀବନରେ ନଥିବ, ଆଉ ତାଙ୍କ ଜୀବନରେ ପରମେଶ୍ୱରଙ୍କର ଭୟ ଥିବ। କଣ? ଯଦି ମୁଁ ଏଇ କାମ କରିବି ନାହିଁ, ତାହେଲେ ପ୍ରଭୁ ମତେ ଦଣ୍ଡ ଦେଇଦେବେ, ସେଇଟା ନାହିଁ। ମୋ ଲାଗି ମୋର ପ୍ରଭୁ ଅପନିନ୍ଦା ନ ହୁଅନ୍ତୁ, ମୋର ଜୀବନ ଚରିତ୍ର ଲାଗି ମୋର ପ୍ରଭୁଙ୍କର ମୁଣ୍ଡ ତଳକୁ ନ ହେଇଯାଉ, ଏଇ ଭୟ ତାଙ୍କ ଜୀବନରେ ଥିବ। ଆଜି କୋଉ ପ୍ରକାର? ନାଇଁ ବାପା,
मुझे दशमांश देवी नहीं बोल कहले मोर धन संपत्तिर अभाव हो मु चर्च को जदि ठीक रे जीवी नहीं ताहले प्रभु मते रोग ज्वर पठेई देबे ए भय नहीं आमको गोटे सम्मान जनक भय थिबार अछि भय माने कौन काहाको आमे बेसी भय करबो आमे ଯାହାକୁ ଆମେ ବେଶୀ ସମ୍ମାନ ଦେବୁ ଆମେ ତାହାକୁ ଆମେ ବେଶୀ ଭୟ କରିବୁ ଅବ୍ରାହମଙ୍କ ପାଖରେ ସେଇ ଭୟ ଥିଲା ଯୋଉମାନେ ଆଜି ଆମ ପାଖରେ ସେଇ ଭୟ ରହିବାର ଅଛି ସେଇ ଭୟ ଆମକୁ ସୁରକ୍ଷା ପ୍ରଦାନ କରିବ ପ୍ରଭୁଙ୍କ ଠାରେ ଆହୁରି ଅଧିକ ଆଗକୁ ବଢିବା ପାଇଁ ପାପ ଉପରେ ଜୟଲାଭ କରିବା ପାଇଁ ଆମକୁ ସାହାଯ୍ୟ